ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ପାଣିନି ଜଣେ ପ୍ରାଚୀନ ସଂସ୍କୃତ ବ୍ୟାକରଣବିତ୍ ଏବଂ ଭାଷାବିତ୍ ଥିଲେ। ତାଙ୍କୁ ପ୍ରାୟତଃ ଭାଷା ବିଜ୍ଞାନର ଜନକ ଭାବରେ ବିବେଚନା କରାଯାଏ। ସେ ଅଷ୍ଟଧାୟୀ ଲେଖିଥିଲେ, ଯାହା ଏକ ଉଚ୍ଚ ସଂରଚିତ ବ୍ୟାକରଣ। ତାଙ୍କ କାର୍ଯ୍ୟ ଆକୃତି, ବାକ୍ୟ ବିନ୍ୟାସ ଏବଂ ଧ୍ୱନି ବିଜ୍ଞାନ ଭଳି ଧାରଣାଗୁଡ଼ିକୁ ପ୍ରଚଳନ କରିଥିଲା। ତାଙ୍କର ଅବଦାନ ତାଙ୍କୁ ଇତିହାସର ସର୍ବଶ୍ରେଷ୍ଠ ଭାଷା ବିଦ୍ୱାନମାନଙ୍କ ମଧ୍ୟରୁ ଜଣେ କରିଥିଲା। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବେ। ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବେ, ଭିଡ଼ିଓ ସହିତ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ନମସ୍କାର।